ଜୟ ଜଗନ୍ନାଥ ପିଲାମାନେ। ଗତ ଭିଡ଼ିଓରେ ଆମେ ଗଣିତର ବୀଜଗଣିତର ଦଶମ ଶ୍ରେଣୀ ବୀଜଗଣିତର ଅନୁଶୀଳନୀ 2 ଏ ସମ୍ପୂର୍ଣ୍ଣ ଭାବେ କମ୍ପ୍ଲିଟ୍ କରିଦେଲେ। ଆଜି ଗୋଟିଏ ନୂଆ ବିଷୟରେ ପଢ଼ିବା। ଗଣିତ ଶୁଣି ଶୁଣି ପିଲାମାନେ ବୋର୍ ହୋଇଗଲେଣି। ବର୍ତ୍ତମାନ ଆଜି ଆମେ ଦଶମ ଶ୍ରେଣୀ ଇତିହାସ ବହିର ପ୍ରଥମ ଅଧ୍ୟାୟ ଆଉ ପ୍ରଥମ ପାଠକୁ ପଢ଼ିବା। ସେ ପ୍ରଥମ ଅଧ୍ୟାୟଟି ହେଲା ପ୍ରଥମ ଅଧ୍ୟାୟ ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗ। ପ୍ରଥମ ଅଧ୍ୟାୟର ପ୍ରଥମ ପାଠଟା ହେଲା ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଆବିର୍ଭାବ। ମହାତ୍ମା ଗାନ୍ଧୀଙ୍କ ବିଷୟରେ ସମସ୍ତେ ଉଣା ଅଧିକେ ଜାଣିଥିବେ। ସେ ଜଣେ ମହାନ ନେତା ଥିଲେ। ସେ ଆମ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରିଥିଲେ। ଇଂରେଜ ମାନେ 200 ବର୍ଷ ଧରି ଆମ ଭାରତକୁ ଶାସନ କରିଥିଲେ। ଗାନ୍ଧୀଜୀଙ୍କ ଅହିଂସା ଅସ୍ତ୍ର ଆଗରେ ଇଂରେଜ ସରକାର ମୁଣ୍ଡ ନୁଆଇଲେ ଏବଂ ସେମାନେ ଭାରତ ଛାଡ଼ି ଚାଲିଗଲେ ଏବଂ ଭାରତକୁ ସ୍ୱାଧୀନତା ଦେଇଥିଲେ। ସେହି ମହାପୁରୁଷଙ୍କ ବିଷୟରେ ଆଜି ଆମେ ପଢ଼ିବା। ମହାତ୍ମା ଗାନ୍ଧୀଙ୍କ ବିଷୟରେ ପଢ଼ିବା ସମୟରେ ମୋର ଗୋଟେ ପିଲାଦିନର ଗୀତ ମନେ ପଡ଼ୁଛି। ସେ ଗୀତଟା ହେଲା ଲେଲ ବିନା ଟିକେ କଡ଼କୁ ଅନା, କଡ଼େ ବାଡ଼ି ଧରି ଛିଡ଼ା ବାପୁଜୀ ନନା, ବାପୁଜୀ ନନାର ଆଖିରେ ଲୁହ, ରାମ ରାଇଜରେ ଜମର ଭୟ। ରାମ ରାଇଜରେ ଜମର ଭୟ, ବାପୁଜୀ ନନାଙ୍କ ଆଖିରେ ଲୁହ, ରାମ ରାଇଜରେ। ମହାତ୍ମା ଗାନ୍ଧୀ ଏହା ଏକ ରାମ ରାଜ୍ୟ କରିବା ପାଇଁ ଚାହିଁଥିଲେ। ରାମ ରାଜ୍ୟରେ ଯେମିତି ସମସ୍ତେ ଖୁସିରେ ରହୁଥିଲେ ସେଭଳିଆ ଖୁସି ରହିବା ପାଇଁ ଭାରତବାସୀଙ୍କୁ ଚାହିଁଥିଲେ। କିନ୍ତୁ ବର୍ତ୍ତମାନ ଭାରତର ଅବସ୍ଥା ଭଲ ଥିଲେ ମଧ୍ୟ କିଛି ମାତ୍ରାରେ ବର୍ତ୍ତମାନ ସବୁ ଅନ୍ୟାୟ ଅତ୍ୟାଚାର ସବୁ ଚାଲିଛି, ଯାହାଫଳରେ ଭାରତ ସେଇ ରାମ ରାଜ୍ୟ ଭଳି ଆଉ ହେଇପାରୁନାହିଁ। ହଉ, ବର୍ତ୍ତମାନ ଆମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯିବା। ପୃଥିବୀ ଇତିହାସ ପୃଷ୍ଠାରେ ଯେଉଁ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ଅଛି ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଅନ୍ୟତମ। ପୃଥିବୀ ଇତିହାସ ପୃଷ୍ଠାରେ ଯେଉଁ କେତେ ଗୁଡ଼େ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଲେଖାଯାଇଛି ସେଠି ମହାତ୍ମା ଗାନ୍ଧୀଙ୍କ ଅନ୍ୟତମ। ମହାତ୍ମା ଗାନ୍ଧୀଙ୍କ ନାଁ ମଧ୍ୟ ସେ ଭିତରେ ଅଛି। ସେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବରେ ମହାତ୍ମା ଗାନ୍ଧୀଙ୍କୁ ଜାତୀୟ ପିତା ନାମରେ ସେ ଖ୍ୟାତ। ମହାତ୍ମା ଗାନ୍ଧୀ ଖ୍ୟାତ ହୋଇଛନ୍ତି ଆମର ଜାତିର ପିତା। ସେ କେବଳ ଭାରତ ଇତିହାସରେ ନୁହଁ, ଭାରତ ଇତିହାସରେ କେବଳ ନୁହଁ, ସେ ସମଗ୍ର ବିଶ୍ୱରେ ଜଣେ ଜନନାୟକ ଭାବରେ ପରିଚିତ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଗୋଟେ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ସେ ଯେତେବେଳେ ମହାତ୍ମା ଗାନ୍ଧୀ ଭାରତୀୟ ରାଜନୀତିକୁ ଆସିଲେ ଆଉ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ, ସେ ସମୟରେ ଗୋଟେ ନୂତନ ଅଧ୍ୟାୟ ସୃଷ୍ଟି ହେଲା। ଏହି ମହାନ ପୁରୁଷ ମହାତ୍ମା ଗାନ୍ଧୀଙ୍କ ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ 1869 ମସିହା ଫେବୃଆରୀ 2 ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଏବେ 1869 ମସିହା ଅକ୍ଟୋବର 2 ତାରିଖ ଦିନ ମହାତ୍ମା ଗାନ୍ଧୀ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ସେ 1882 ମସିହାରେ କସ୍ତୁରବାଙ୍କୁ ବିବାହ କରିଥିଲେ। ମାତ୍ର 13 ବର୍ଷ ବୟସରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। କସ୍ତୁରବାଙ୍କୁ ସମସ୍ତେ ଅତି ଖୁସିରେ ବା ବୋଲି ସମ୍ବୋଧନ କରୁଥିଲେ। ଆଉ କସ୍ତୁରବା ଗାନ୍ଧୀଜୀଙ୍କ ସହିତ ବିଭିନ୍ନ ରାଜନୈତିକ କାର୍ଯ୍ୟକଳାପରେ ଗାନ୍ଧୀଜୀଙ୍କ ସହିତ ସାଥି ଦେଉଥିଲେ ଏବଂ ତାଙ୍କ ସହିତ କାରା ମଧ୍ୟ ବରଣ କରିଛନ୍ତି।
ଗାନ୍ଧିଜୀଙ୍କ ସହିତ କସ୍ତୁରାବା। 1888 ମସିହାରେ ଗାନ୍ଧିଜୀ ବାରିଷ୍ଟରୀ ପଢିବା ପାଇଁ ବା ଆଇନ ପଢିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। ଇଂଲଣ୍ଡ ଯାଇ ସେ ସେଠି 3 ବର୍ଷ ଆଇନ ଅଧ୍ୟୟନ କଲେ ଏବଂ 1891 ମସିହାରେ ତାଙ୍କର ଆଇନ ଶିକ୍ଷାର ପରିସମାପ୍ତି ଘଟିଲା। ଆଇନ ଶିକ୍ଷା ପରିସମାପ୍ତି ପରେ ସେ ଇଂଲଣ୍ଡରୁ ଭାରତକୁ ଆସିଲେ। ଭାରତ ଆସି ରାଜକୋଟ ଆଉ ବମ୍ବେରେ ଆଇନ ବ୍ୟବସାୟ କଲେ। ଏହି ସମୟରେ ଗୋଟେ ଘଟଣା ଘଟିଲା। ଦକ୍ଷିଣ ଆଫ୍ରିକାରେ ଦାଦା ଅବଦୁଲ୍ଲା ନାମକ ଜଣେ ମୁସଲମାନ ବ୍ୟବସାୟୀ ରହୁଥିଲେ। ତାଙ୍କର ଗୋଟେ ମକଦ୍ଦମା ହେଇଥିଲା। ସେଇ ଦାଦା ଅବଦୁଲ୍ଲା ନାମକ ମୁସଲମାନ ବ୍ୟବସାୟୀଙ୍କ ମକଦ୍ଦମା ଲଢିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାତ୍ରା କଲେ। ଦକ୍ଷିଣ ଆଫ୍ରିକାରେ ଯାଇ ନାଟାଲ ନାମକ ସ୍ଥାନରେ ପହଞ୍ଚିଲେ। ଦକ୍ଷିଣ ଆଫ୍ରିକା ଯାତ୍ରା କରି ନାଟାଲ ନାମକ ସ୍ଥାନରେ ପହଞ୍ଚିଲେ। ଯେତେବେଳେ ସେଇ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲେ, ଗାନ୍ଧିଜୀ ଦେଖିଲେ ଯେ ସେଠି ଶ୍ୱେତାଙ୍ଗ ମାନେ ଭାରତୀୟ ମାନଙ୍କୁ ଅତ୍ୟାଚାର କରୁଛନ୍ତି, ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛନ୍ତି। ସେମାନେ ଗୋଟେ ନୀତି କରିଥିଲେ, ବର୍ଣ୍ଣ ବୈଷମ୍ୟ ନୀତି। ଶ୍ୱେତାଙ୍ଗ ମାନଙ୍କ ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ କୃଷ୍ଣାଙ୍ଗ ଆଫ୍ରିକୀୟ ଆଉ ଭାରତୀୟ ମାନେ ନାନା ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ଯୋଉ ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ, ବର୍ଣ୍ଣ ବୈଷମ୍ୟ ମାନେ କଳା ଗୋରା ଭେଦଭାବ, এই କଳା ଗୋରା ଭେଦଭାବ ବା ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ମାନଙ୍କର ଏହି ବର୍ଣ୍ଣ ବୈଷମ୍ୟ ନୀତି ଯୋଗୁଁ ଦକ୍ଷିଣ ଆଫ୍ରିକାର କୃଷ୍ଣାଙ୍ଗ ଆଫ୍ରିକୀୟ ଆଉ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟ ମାନେ ନାନା ଅତ୍ୟାଚାରର ସମ୍ମୁଖୀନ ହୋଇଥିଲେ। ସେଠାରେ ଭାରତୀୟ ମାନଙ୍କର ଭୋଟ ଦାନ ଅଧିକାର ନଥିଲା। ସେମାନେ ସେମାନଙ୍କୁ ନିଜ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡୁଥିଲା। ଆରେ ଭୋଟ ଦେବେନି, ନିର୍ବାଚନ କର ନଉଥିଲେ। ଏଇଟା ଗୋଟେ ଅନ୍ୟାୟ ଥିଲା। ନିର୍ବାଚନ କର ଦେବାକୁ ପଡିଥିଲା। ସେମାନଙ୍କୁ ବସତି ସ୍ଥାପନ ପାଇଁ କୌଣସି ଜାଗାରେ ଯଦି ଘର କରିକି ରହିବା ପାଇଁ ଭାରତୀୟ ମାନଙ୍କୁ ଜନାକୀର୍ଣ୍ଣ ଆଉ ଅସ୍ୱାସ୍ଥ୍ୟକର ପରିବେଶରେ ଜାଗା ମିଳୁଥିଲା। ଜନାକୀର୍ଣ୍ଣ ମାନେ ଯୋଉଠି ଲୋକ ରହିବେନି, ଅସ୍ୱାସ୍ଥ୍ୟକର ମାନେ ସେଠି ସ୍ୱାସ୍ଥ୍ୟ ବିଭିନ୍ନ ରୋଗ ହବ। ସେଇ ପରିବେଶଟାରେ ଯଦି ରହିବେ ତାହେଲେ ବିଭିନ୍ନ ରୋଗ ହବ। ତେଣୁ ସେ ଭଳିଆ ଜାଗା ଦିଆଯାଉଥିଲା। ଏମାନେ ଭଲ ସୁସ୍ଥ ପରିବେଶରେ ରହୁଥିଲେ, କିନ୍ତୁ ଭାରତୀୟ ମାନଙ୍କୁ ବସତି ସ୍ଥାପନ ପାଇଁ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶରେ ଜାଗା ଦେଉଥିଲେ। ରାତି 9ଟା ପରେ ଭାରତୀୟ ମାନେ ବାହାରକୁ ଯାଇପାରୁ ନଥିଲେ। ତାପରେ ଜନସାଧାରଣ ଯୋଉ ପାଦ ଚଲା ରାସ୍ତା ଥିଲା ତାକୁ ମଧ୍ୟ ଭାରତୀୟ ମାନେ ବ୍ୟବହାର କରିପାରୁନଥିଲେ। କେବଳ ଶ୍ୱେତାଙ୍ଗ ମାନେ ହିଁ ବ୍ୟବହାର କରିବେ, এই ଭାରତୀୟ ମାନେ ବ୍ୟବହାର କରିପାରିବେ ନାହିଁ। ଯୋଉ ପାଦ ଚଲା ରାସ୍ତା, ସେମାନେ ଭାରତୀୟ ମାନେ ରେଳଗାଡିର ପ୍ରଥମ ଶ୍ରେଣୀ କିମ୍ବା ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରିପାରିବେ ନାହିଁ, କେବଳ ତୃତୀୟ ଶ୍ରେଣୀରେ ହିଁ ଯାତ୍ରା କରୁଥିଲେ। ସେଠାରେ ବାସ କରୁଥିବା ଭାରତୀୟ ବ୍ୟବସାୟୀ, ବଣିକ, ଶ୍ରମିକ, ଜାହାଜ ମାଲିକ ଏମାନଙ୍କୁ ଶ୍ୱେତାଙ୍ଗ ମାନେ କଣ ବୋଲି ସମ୍ବୋଧନ କରୁଥିଲେ? କୁଲି ବୋଲି ସମ୍ବୋଧନ। ସେଠି କିଏ କେମିତି ରହୁଥିବ, ସିଏ ଯଦି ଭାରତୀୟ ହେଇଛି ସେ କୁଲି ବୋଲି ସମ୍ବୋଧନ କରାଯାଉଥିଲା। ଆଉ ସେମାନଙ୍କୁ ବହୁତ ନୀଚ ଦୃଷ୍ଟିରେ ଦେଖୁଥିଲେ। କୌଣସି ସମ୍ମାନ ନଥିଲା ସେଠି, ବହୁତ ନୀଚ ଦୃଷ୍ଟିରେ ଦେଖୁଥିଲେ। ଗାନ୍ଧିଜୀ ଭାରତୀୟ ସଂସ୍କୃତି ଆଉ ପରମ୍ପରାକୁ ଆଦରି ପଗଡି ପିନ୍ଧୁଥିଲେ, କିନ୍ତୁ କଚେରୀ ଭିତରେ ଗାନ୍ଧିଜୀଙ୍କୁ ପଗଡି ବାହାର କରିବାକୁ କୁହାଯାଉଥିଲା। କଚେରୀ ଭିତରେ ଗାନ୍ଧିଜୀ ପଗଡି ବାହାର କରିକି ଯାଉଥିଲେ। ଦିନେ ଗାନ୍ଧିଜୀ ରାତି 9ଟା ପରେ ବାହାରକୁ ଯାଇଛନ୍ତି। ସେ ସମୟରେ ପୋଲିସ ଆକ୍ରମଣର ଶିକାର ହୋଇଥିଲେ। ଏ ଭିତରେ ଦିନେ ଥରେ ଗାନ୍ଧିଜୀ ଗୋଟେ ପ୍ରଥମ ଶ୍ରେଣୀ ରେଳ ଡବାରେ ଯାଉଥିଲେ। ଟିକଟ କାଟି ଦେଇଛନ୍ତି ପ୍ରଥମ ଶ୍ରେଣୀ, ସେଥିରେ ସିଏ ଯାଉଥିଲେ। ଏହି ସମୟରେ ଜଣେ ଶ୍ୱେତାଙ୍ଗ ସହଯାତ୍ରୀ ଆସିକିରି ସେଇ ପ୍ରଥମ ଶ୍ରେଣୀ ଡବାରେ ପହଞ୍ଚିଲେ। ପହଞ୍ଚି ସେ ଗାନ୍ଧିଜୀଙ୍କ ସହ ଯିବାକୁ ଅନିଚ୍ଛା ପ୍ରକାଶ କଲେ। ସେ
ଗାର୍ଡ ପାଖରେ ଟ୍ରେନର ଗାର୍ଡ ପାଖରେ ଅଭିଯୋଗ କଲେ। ଗାର୍ଡ ଆସି ଗାନ୍ଧିଜୀଙ୍କୁ ସେଇ ପ୍ରଥମ ଶ୍ରେଣୀ ଡବା ଛାଡିବା ପାଇଁ କହିଲେ। ଗାନ୍ଧିଜୀ କିନ୍ତୁ ସେଥିରେ ରାଜି ହେଲେ ନାହିଁ, ଯାହା ଫଳରେ ତାଙ୍କୁ ଆଗରେ ଆସୁଥିବା ଷ୍ଟେସନରେ ସେ ଧକ୍କା ମାରି ଗାନ୍ଧିଜୀଙ୍କୁ ଓହ୍ଲେଇ ଦେଇଥିଲେ। ତାଙ୍କର ଜିନିଷ ପତ୍ର ସହିତ ଗାନ୍ଧିଜୀଙ୍କୁ ଓହ୍ଲେଇ ଦେଲେ, ଠେଲିକି ବାହାର କରିଦେଇଥିଲେ। ସେଠି ସେ ଗାର୍ଡ କଣ କଲେ, ପୋଲିସକୁ ଡାକିକିରି ତାଙ୍କର ଜିନିଷ ପତ୍ର ସହିତ ଗାନ୍ଧିଜୀଙ୍କୁ ସେଇ ଷ୍ଟେସନରେ ଠେଲିକି ଓହ୍ଲେଇ ଦେଇଥିଲେ, ଯାହା ଫଳରେ ଗାନ୍ଧିଜୀଙ୍କ ମନରେ ବିଦ୍ରୋହ ଜାତ ହେଲା। ସେ ବିଦ୍ରୋହ କଣ ଯେ ଏଇ ବିଷୟରେ ସେ କୌଣସି ଗୋଟେ କାର୍ଯ୍ୟ କରିବେ। ଯୋଉ ଶ୍ଵେତାଙ୍ଗ ମାନେ ଅତ୍ୟାଚାର କରୁଛନ୍ତି, ସେ ଅତ୍ୟାଚାର ବିରୁଦ୍ଧରେ କୌଣସି ଗୋଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାନ୍ଧିଜୀଙ୍କ ମନ ବିଦ୍ରୋହ ହୋଇଥିଲା। ସେଠାରେ ଭାରତୀୟ ମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବା ପାଇଁ ସେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କଲେ। ସେଟା ଗଠନ କରିଥିଲେ 1894 ମସିହାରେ। ତା ସହିତ ଗୋଟେ ସମ୍ବାଦ ପତ୍ର ମଧ୍ୟ ବାହାର କଲେ, ଇଣ୍ଡିଆନ ଓପିନିୟନ ନାମକ ସମ୍ବାଦ ପତ୍ର ବାହାର କଲେ। ଏହି ସମ୍ବାଦ ପତ୍ରର ଉଦ୍ଦେଶ୍ୟ ଥିଲା ଶ୍ଵେତାଙ୍ଗ ମାନଙ୍କର ଅତ୍ୟାଚାର ସମ୍ବନ୍ଧରେ ଭାରତୀୟ ମାନଙ୍କୁ ଅବଗତ କରାଇବା। ତାପରେ 1906 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କଲେ, ଭାରତୀୟ ମାନଙ୍କର ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବାକୁ ବାଧ୍ୟତାମୂଳକ କଲେ। 1906 ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ କଲେ ଯେ ନିଜର ଅଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣ ପତ୍ରକୁ ସବୁବେଳେ ସେମାନେ ସାଙ୍ଗରେ ଧରିକି ବୁଲିବେ ବୋଲି ଗାନ୍ଧିଜୀ ଏଇ ଯୋଉ ଅଙ୍ଗୁଳି ଛାପ ଆଇନକୁ ବିରୋଧ କଲେ, ଆଉ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ସେ ପ୍ରଥମେ ଏଇ ଅଙ୍ଗୁଳି ଛାପ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ, ଆଉ ଏଥିରେ ସତ୍ୟାଗ୍ରହର ଅସ୍ତ୍ର ପ୍ରୟୋଗ କରିଥିଲେ। ଆନ୍ଦୋଳନରେ କି ଅସ୍ତ୍ର ପ୍ରୟୋଗ କଲେ? ସତ୍ୟାଗ୍ରହର ଅସ୍ତ୍ର। 1906 ସେପ୍ଟେମ୍ବର 11ରେ ଜୋହାନ୍ସବର୍ଗ ଏମ୍ପାୟାର ଥିଏଟରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ଥିବା ଭାରତୀୟ ମାନେ ଏହି କଳା ଆଇନକୁ ଅମାନ୍ୟ କରିବା ପାଇଁ ଦୃଢ ସମ୍ମତ। 1906 ମସିହାରେ ଜୋହାନ୍ସବର୍ଗର ଏମ୍ପାୟାର ଥିଏଟରରେ ଗୋଟେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସବୁ ଭାରତୀୟ ମାନେ ଉପସ୍ଥିତ ଥିଲେ, ଆଉ ସେମାନେ ଏ କଳା ଆଇନକୁ ଅମାନ୍ୟ କରିବେ ବୋଲି ସମସ୍ତେ ଦୃଢ ସଂକଳ୍ପ ନେଲେ। କଳା ଆଇନ କୋଉଟା? ଅଙ୍ଗୁଳି ଛାପ ଆଇନ। ଏଇ ଯୋଉ ଆଇନକୁ ବିରୋଧ କରିକି ଆନ୍ଦୋଳନ ହେଲା, ସେଥିରେ କେତେ ଆନ୍ଦୋଳନକାରୀକୁ ଇଂରେଜ ମାନେ ବନ୍ଦୀ କରିକି ରଖିଲେ, ଆଉ ଗାନ୍ଧିଜୀଙ୍କୁ ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ କରି ରଖାଗଲା। ଇଂରେଜ ମାନେ ଏଭଳିଆ ଦମନମୂଳକ କାର୍ଯ୍ୟ ଆରମ୍ଭ କଲେ, କିନ୍ତୁ ଗାନ୍ଧିଜୀ ଏଇ ସବୁ ଆନ୍ଦୋଳନ ଗୁଡାକ ଅହିଂସା ଉପାୟରେ କରୁଥିଲେ। ତାପରେ ଭାରତୀୟ ମାନଙ୍କ ଉଦ୍ଦେଶ୍ୟରେ ଗୋଟେ ଦେଶାନ୍ତର ଗମନ ନିଷେଧ ଆଇନ ହେଇଥିଲା। ଦେଶାନ୍ତର ଗମନ ନିଷେଧ ଆଇନ ସେଟା 1908 ଅଗଷ୍ଟ ମାସରେ ଭାରତୀୟ ମାନେ ସେଇ ଦେଶାନ୍ତର ନିଷେଧ ଆଇନକୁ ଅମାନ୍ୟ କରି କଣ କଲେ? ନାଟାଲ ସୀମା ପାର ହୋଇ ଟ୍ରାନ୍ସଭାଲକୁ ଯାଇଥିଲେ। ସେଠାରେ ସେମାନଙ୍କୁ ବନ୍ଦୀ କରାଗଲା, ଗିରଫ କରାଗଲା। ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଦୀ କରାଗଲା। ଆନ୍ଦୋଳନ ଯେତେବେଳେ ଗାନ୍ଧିଜୀଙ୍କୁ ବନ୍ଦୀ କରାଗଲା, ଆନ୍ଦୋଳନ କମିବା ବଦଳରେ ବଢିବାକୁ ଲାଗିଲା। ତାପରେ 1913 ମାର୍ଚ୍ଚ 14ରେ ଦକ୍ଷିଣ ଆଫ୍ରିକାର ଉଚ୍ଚତମ ନ୍ୟାୟାଳୟ ଏକ ନିଷ୍ପତ୍ତି କଲେ ଯେ ଖ୍ରୀଷ୍ଟିଆନ ନୀତି ଅନୁସାରେ ସମ୍ପାଦିତ ହୋଇନଥିବା, ସେମାନେ ଖ୍ରୀଷ୍ଟିଆନ ନୀତି ଅନୁସାରେ ଭାରତୀୟ ମାନେ ସମ୍ପାଦିତ ହୋଇନଥିବେ, ଆଉ ପଞ୍ଜୀକରଣ ହୋଇନଥିବା ଭାରତୀୟ ମାନଙ୍କୁ ବିବାହ ସ୍ୱୀକୃତି ଦିଆଗଲା। ଦକ୍ଷିଣ ଆଫ୍ରିକା ସରକାର ଗୋଟେ ଉଚ୍ଚତମ ନ୍ୟାୟାଳୟ ଏକ ନିଷ୍ପତ୍ତି କଲେ ଯେ ଖ୍ରୀଷ୍ଟିଆନ ରୀତି ଅନୁସାରେ ସମ୍ପାଦିତ ହୋଇନଥିବା ଓ ପଞ୍ଜୀକରଣ ହୋଇନଥିବା, ଖ୍ରୀଷ୍ଟିଆନ ନୀତି ଅନୁସାରେ ସମ୍ପାଦିତ ହୋଇନଥିବ କିମ୍ବା ପଞ୍ଜୀକରଣ ହୋଇନଥିଲେ
ଭାରତୀୟ ମାନଙ୍କ ବିବାହ ସ୍ୱୀକୃତି ପ୍ରତ୍ୟାହାର କରାଯିବ, କିଏ ମଧ୍ୟ ବିବାହ କରିପାରିବେ ନାହିଁ। ଏହା ବିରୁଦ୍ଧରେ ଫେରେ ଆନ୍ଦୋଳନ ଗାନ୍ଧିଜୀ ସଂଗଠିତ କଲେ। এই ଆନ୍ଦୋଳନ ହେବା ଦ୍ୱାରା ଏଇଟା ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ହେଲା। এই ଆନ୍ଦୋଳନଟା ଯୋଉ ଏଇ ବିବାହ ସ୍ୱୀକୃତି ଦେଲେନି ତା ବିରୁଦ୍ଧରେ ଗାନ୍ଧିଜୀ ସମସ୍ତଙ୍କୁ ଏକାଠି କରି ଆନ୍ଦୋଳନ କରିଥିଲେ। ଗାନ୍ଧିଜୀଙ୍କ ଏହି ଆନ୍ଦୋଳନରେ ଇଂରେଜ ସରକାର, ଦକ୍ଷିଣ ଆଫ୍ରିକାରେ ଥିବା ଇଂରେଜ ସରକାର ହାର ମାନିଲେ ଓ ଭାରତୀୟ ମାନଙ୍କ ପ୍ରତି ଯୋଉ ଅପମାନଜନକ ଆଇନ ସବୁ ଥିଲେ ତାକୁ ପ୍ରତ୍ୟାହାର କରିନେଲେ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଏଭଳିଆ ସଫଳ ହେଇଥିଲେ। ବର୍ଣ୍ଣବୈଷମ୍ୟ ନୀତି ମଧ୍ୟ ଆଉ ରହିଲା ନାହିଁ, ସମସ୍ତେ ଏକ ହେଲେ। ସେ ସମୟରେ ଗାନ୍ଧିଜୀ ଯୋଉ ଆନ୍ଦୋଳନ କରିକି ସଫଳ ପାଇଥିଲେ ଦକ୍ଷିଣ ଆଫ୍ରିକାରେ, ସେ ସମୟରେ ଦକ୍ଷିଣ ଆଫ୍ରିକାର ଶାସନ ମୁଖ୍ୟ ଥିଲେ ଜେନେରାଲ ସ୍ମଟ୍ସ। କିଏ ଥିଲେ? ଜେନେରାଲ ସ୍ମଟ୍ସ। ତାପରେ ଦକ୍ଷିଣ ଆଫ୍ରିକାରୁ ଗାନ୍ଧିଜୀ ଭାରତକୁ ଫେରିଲେ। 1915 ମସିହା ଜାନୁଆରୀ 9 ତାରିଖରେ ସେ ଭାରତ ଫେରିଲେ। ସେ ଭାରତକୁ ଆସି ଗୋପାଳକୃଷ୍ଣ ଗୋଖଲେଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବରେ ଗ୍ରହଣ କଲେ। ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ କିଏ ଥିଲେ? ଗୋପାଳକୃଷ୍ଣ ଗୋଖଲେ। ଗୋଖଲେଙ୍କ ଉପଦେଶ ଅନୁଯାୟୀ ଗାନ୍ଧିଜୀ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଲେ। ତାଙ୍କର ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ନିର୍ଦ୍ଦେଶ ଅନୁସାରେ ସେ 1 ବର୍ଷ କାଳ ରାଜନୀତିରୁ ଦୂରେଇ ରହିଲେ ଏବଂ ସେଇ ଯୋଉ ବର୍ଷଟେ ଦୂରେଇ ରହିଲେ ସେ ଭାରତର ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କର ରାଜନୈତିକ ମନୋଭାବକୁ ଲକ୍ଷ୍ୟ କଲେ। ଲୋକମାନେ କଣ ଚାହୁଁଛନ୍ତି ସେଟା ହିଁ ସେ ଲକ୍ଷ୍ୟ କଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ମହାନ ନୀତି ଯୋଗୁଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। କିଏ ଗାନ୍ଧିଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ? ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। କାହିଁକି ଦେଇଥିଲେ? ଦକ୍ଷିଣ ଆଫ୍ରିକାରେ ତାଙ୍କର ମହାନ ନୀତି ଯୋଗୁଁ। 1916 ଖ୍ରୀଷ୍ଟାବ୍ଦରେ ସେ ଅହମ୍ମଦାବାଦ ନିକଟରେ ଥିବା ସାବରମତୀ ନଦୀ କୂଳରେ ଗୋଟେ ଆଶ୍ରମ ପ୍ରତିଷ୍ଠା କଲେ। ଗାନ୍ଧିଜୀ 1916 ମସିହାରେ ଅହମ୍ମଦାବାଦ ନିକଟରେ ଥିବା ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଗାନ୍ଧିଜୀ ସେଇ ଆଶ୍ରମ ପ୍ରତିଷ୍ଠା କରି ସାବରମତୀ ନଦୀ କୂଳରେ ଆଶ୍ରମ ପ୍ରତିଷ୍ଠା କରି ସେ ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିର୍ଭୀକତାର ପଥ ପ୍ରଦର୍ଶନ କରିଥିଲେ। ସାବରମତୀ ନଦୀ କୂଳରେ ସେ କାହିଁକି ଆଶ୍ରମ ଗୋଟେ ପ୍ରତିଷ୍ଠା କଲେ? ତାର ଉଦ୍ଦେଶ୍ୟ ଥିଲା ଦେଶବାସୀଙ୍କୁ ସତ୍ୟ, ନିଷ୍ଠା, ଅହିଂସା ଆଉ ନିର୍ଭୀକତାର ପଥ ପ୍ରଦର୍ଶନ କରିବା। ବୁଝିପାରିଲ? ସାବରମତୀ ନଦୀ କୂଳରେ ଆଶ୍ରମ କାହିଁ ପ୍ରତିଷ୍ଠା କରିଥିଲେ? ଦେଶବାସୀ ମାନଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଆଉ ନିର୍ଭୀକତାର ପଥ ପ୍ରଦର୍ଶନ କରିବା ପାଇଁ। ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ କଣ? ସତ୍ୟାଗ୍ରହର ଅର୍ଥ ହେଉଛି ଭୀରୁତା ନୁହଁ, ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ବୁଝିପାରିଲ? ଗାନ୍ଧିଜୀଙ୍କ ସତ୍ୟାଗ୍ରହର ଅର୍ଥ ହେଲା ଭୀରୁତା ନୁହଁ, ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। 1917 ମସିହାରେ ଇଂରେଜ ଉପନିବେଶ ଗୁଡ଼ିକ ପାଇଁ ଭାରତୀୟ ମାନଙ୍କ ନିଯୁକ୍ତି ବନ୍ଦ କରିବା ପାଇଁ ଗାନ୍ଧିଜୀ ନିଯୁକ୍ତି ବନ୍ଦ ନ କଲେ ଗାନ୍ଧିଜୀ ଆମର ଇଂରେଜ ଉପନିବେଶ ଗୁଡ଼ିକରେ ଭାରତୀୟ ମାନଙ୍କୁ ସବୁ ନିଯୁକ୍ତି ଦେଉଥିଲେ। ନିଯୁକ୍ତି ଦେଇ ସେମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ଯାହାଫଳରେ ଗାନ୍ଧିଜୀ କହିଲେ 1917ରେ ଇଂରେଜ ଉପନିବେଶ ଗୁଡ଼ିକରେ ଭାରତୀୟ ନିଯୁକ୍ତି ବନ୍ଦ ନ କଲେ ସେ ସରକାରଙ୍କ ବିରୁଦ୍ଧରେ ସତ୍ୟାଗ୍ରହ କରିବେ ବୋଲି କହିବାରୁ ଇଂରେଜ ଉପନିବେଶ ଗୁଡ଼ିକରେ ଭାରତୀୟ ନିଯୁକ୍ତି ବନ୍ଦ କରାଗଲା। ଏହାଦ୍ୱାରା ଗାନ୍ଧିଜୀ ଚାରିଆଡେ ପ୍ରସିଦ୍ଧି ଲାଭ କଲେ। ଗାନ୍ଧିଜୀ ସମସ୍ତେ ଜାଣିଲେ ଯେ ସମସ୍ତଙ୍କର ଆସ୍ଥା ଆସିଲା ଗାନ୍ଧିଜୀଙ୍କ ଉପରେ ଏବଂ ସମସ୍ତେ ଜାଣିଲେ ଯେ ଗାନ୍ଧିଜୀଙ୍କ ପାଖରେ ପ୍ରତିଭା ଅଛି।
ସେ ସବୁ କିଛି କାମ କରିପାରିବେ। ତାପରେ ଏତିକି ହେଇଥିଲା। ପ୍ରଥମେ ଗାନ୍ଧିଜୀଙ୍କ ଆନ୍ଦୋଳନ ହେଲା ଚମ୍ପାରଣ ଆନ୍ଦୋଳନ। ଗାନ୍ଧୀଙ୍କ ଦ୍ୱାରା ବର୍ତ୍ତମାନ ଚମ୍ପାରଣ ଆନ୍ଦୋଳନ ବିଷୟରେ ପଢିବା। ଗାନ୍ଧିଜୀଙ୍କ ଦ୍ୱାରା ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନର ନାମ ହେଲା ଚମ୍ପାରଣ ଆନ୍ଦୋଳନ। ବିହାରର ଚମ୍ପାରଣ ଜିଲ୍ଲାରେ ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଚାଷ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନେ ବାଧ୍ୟ କରି ସେମାନଙ୍କ ନିର୍ଦ୍ଧାରିତ ଦରରେ ଚାଷୀମାନଙ୍କୁ ବିକ୍ରୟ କରିବାକୁ ପଡୁଥିଲା। ଏହାକୁ ତିନି କାଠିଆ ବ୍ୟବସ୍ଥା କୁହାଯାଏ। ତିନି କାଠିଆ ବ୍ୟବସ୍ଥା କାହାକୁ କୁହାଯାଏ ଏଟା ପରୀକ୍ଷାରେ ପଡିପାରେ। ତେଣୁ ତିନି କାଠିଆ ବ୍ୟବସ୍ଥା ବିଷୟରେ ଆମେ ଲେଖିବାକୁ ହେଲେ ବିହାରର ଚମ୍ପାରଣ ଜିଲ୍ଲାରେ ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଂଶରେ ନୀଳ ଚାଷ କରିବାକୁ ଇଂରେଜ ବୃକ୍ଷରୋପଣକାରୀମାନେ ବାଧ୍ୟ କରୁଥିଲେ ଏବଂ ସେମାନଙ୍କ ନିର୍ଦ୍ଧାରିତ ଦରରେ ଚାଷୀମାନଙ୍କୁ ନୀଳ ବିକ୍ରୟ କରିବାକୁ ପଡୁଥିଲା। ଏହାକୁ ତିନି କାଠିଆ ବ୍ୟବସ୍ଥା କୁହାଯାଏ। ପରବର୍ତ୍ତୀ ସମୟରେ ନୀଳର ଚାହିଦା କମିଗଲା। କମିଯିବାରୁ ଏମାନେ ଆଉ କୌଣସି କୋ ଉପାୟରେ ସବୁ ଶୋଷଣ କରିବେ ସେମାନେ ଦେଖିଲେ। ଦେଖିକିରି ସେମାନେ ଜମିର ଭଡ଼ା ବଢ଼େଇ ଦେଲେ ଆଉ ବିଭିନ୍ନ ପ୍ରକାର ଟିକସ ଲଗାଇକିରି ଆଦାୟ କଲେ ପଇସା। ଯାହା ଫଳରେ ଏମାନେ ଚାଷୀମାନେ ଶୋଷଣର ଶିକାର ହେଲେ। ଯିଏ ଏହାକୁ ବିରୋଧ କଲା ସିଏ ନାନା ଅତ୍ୟାଚାରର ସମ୍ମୁଖୀନ ହେଲା। ସେଇ ଚମ୍ପାରଣ ଜିଲ୍ଲାର ଜଣେ ସ୍ଥାନୀୟ ବାସିନ୍ଦା ରାଜକୁମାର ଶୁକ୍ଳ ସେ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ପାଇଁ ଗାନ୍ଧିଜୀଙ୍କୁ ନିମନ୍ତ୍ରଣ କଲେ। ଚାଷୀମାନେ କିପରି ଅସୁବିଧାରେ ପଡିଛନ୍ତି ନିମନ୍ତ୍ରଣ କଲେ ଗାନ୍ଧିଜୀଙ୍କୁ। ଗାନ୍ଧିଜୀ 1917 ଏପ୍ରିଲରେ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରରେ ପହଞ୍ଚିଲେ। ଗାନ୍ଧିଜୀ 1917 ମସିହା ଏପ୍ରିଲ ମାସରେ ଆସିକି ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରରେ ପହଞ୍ଚିଲେ। ତାଙ୍କ ସହିତ ମଧ୍ୟ ଆସିଥିଲେ ସେଇ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ପାଇଁ ରାଜେନ୍ଦ୍ର ପ୍ରସାଦ, ମୁଜାହାର ଉଲ ହକ, ମହାଦେବ ଦେଶାଇ, ନରହରି ପାରିକ ଓ ଜେବି କୃପାଳିନୀ ଏମାନେ ସବୁ ଆସିଥିଲେ। ଏମାନେ ପହଞ୍ଚିବା ପରେ ଗାନ୍ଧିଜୀ ଆଉ ସେମାନଙ୍କର ସହଯୋଗୀମାନେ ପହଞ୍ଚିବା ପରେ ସେଇ ଚମ୍ପାରଣ ଜିଲ୍ଲାର ସଦର ମହକୁମା ମୋତିହାରରେ କେବେ ପହଞ୍ଚିଲେ 1917 ଏପ୍ରିଲ ମାସରେ। ପହଞ୍ଚିବା ପରେ ସେଠାକାର ଜିଲ୍ଲା ଅଧିକାରୀ କଣ କହିଲେ, ତୁରନ୍ତ ସେମାନଙ୍କୁ ଜିଲ୍ଲା ଛାଡି ଚାଲିଯିବାକୁ କହିଲେ। ସେମାନେ ପହଞ୍ଚିବା ପରେ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ପାଇଁ ମହାତ୍ମା ଗାନ୍ଧୀ ଚମ୍ପାରଣ ଜିଲ୍ଲାର ମୋତିହାରରେ ଯେତେବେଳେ ପହଞ୍ଚିଲେ ଆଉ ତାଙ୍କ ସହଯୋଗୀମାନେ ପହଞ୍ଚିଲେ, ଏହି ସମୟରେ ସେ ଜିଲ୍ଲାର ଅଧିକାରୀ ଗାନ୍ଧିଜୀ ଆଉ ସେମାନଙ୍କ ସହଯୋଗୀଙ୍କୁ କହିଲେ ତୁରନ୍ତ ଜିଲ୍ଲା ଛାଡି ଚାଲିଯାଅ। କହିବାରୁ ଗାନ୍ଧିଜୀ କଣ ଉତ୍ତର ଦେଲେ? ଗାନ୍ଧିଜୀ ସେ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଦେଲେ। କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି କହିଲେ। ଆମେ ଯେକୌଣସି ଦଣ୍ଡ ଭୋଗୁ, ଆମେ ଜିଲ୍ଲା ଛାଡିକି ଯିବୁନୁ। ଆମେ ଚାଷୀମାନଙ୍କର ସମସ୍ୟା ଅନୁଧ୍ୟାନ କରିବାକୁ ଆସିଛୁ, ଆମେ କାହିଁ ଜିଲ୍ଲା ଛାଡିକି ଚାଷୀମାନଙ୍କର ଅସୁବିଧା ଦେଖିବାକୁ ଆସିଛୁ। ତାପରେ ଶେଷରେ ସରକାର ଗାନ୍ଧିଜୀଙ୍କ ଉପରେ ହାର ମାନିଲେ ଏବଂ ଗାନ୍ଧିଜୀଙ୍କୁ ଚମ୍ପାରଣ ଚାଷୀମାନଙ୍କର ସମସ୍ୟା ଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ସୁଯୋଗ ଦେଲେ। ଗୋଟେ କମିଟି ଗଠନ ହେଲା। ସେଇ କମିଟିରେ ଗାନ୍ଧିଜୀ ରହିଲେ ଆଉ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କର ସମସ୍ୟା ସବୁ ଅନୁସନ୍ଧାନ କରି ଇଂରେଜ ମାନଙ୍କୁ କହିଲେ। ଫଳରେ ତିନି କାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଆଉ ଚାଷୀମାନଙ୍କର ଯୋଉ ବେଆଇନ ଟିକସ ସବୁ ଆଦାୟ କରିଥିଲେ ତାର 25% ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା। ସେଇ ବର୍ଷକ ମଧ୍ୟରେ ଯୋଉ ବୃକ୍ଷରୋପଣକାରୀ ମାନେ ଚାଷୀମାନଙ୍କୁ ଶୋଷଣ କରୁଥିଲେ ସେମାନେ ମଧ୍ୟ ସେ ଅଞ୍ଚଳ ଛାଡିକି ଚାଲିଗଲେ। ଚମ୍ପାରଣ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ। এই ଚମ୍ପାରଣ ଆନ୍ଦୋଳନଟା ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଗାନ୍ଧିଜୀଙ୍କ ଦ୍ୱାରା ହେଇଥିଲା। ପିଲାମାନେ ଆଜି ଏତିକି ରଖିବା ଭିଡିଓକୁ ଏଇଠି ସମାପ୍ତ କରିବା।
ସମସ୍ତଙ୍କୁ ଧନ୍ୟବାଦ। ସମସ୍ତେ ମୋ ଚ୍ୟାନେଲକୁ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ, କମେଣ୍ଟ କରିବ, ସେୟାର ମଧ୍ୟ କରିବ, ତୁମ ସାଙ୍ଗସାଥିମାନଙ୍କୁ ମଧ୍ୟ କହିବ। ଏପରି କଲେ ମୋତେ ବହୁତ ଖୁସି ଲାଗିବ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।